ଦେଖନ୍ତୁ ସେପଟେ ସ୍ନାନ ପୂର୍ଣ୍ଣିମା ଦିନ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉ ଧୀରେ 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 ସୁସ୍ଥ ହେଉଛନ୍ତି। ଆଉ ଏପଟେ ସରି ସରି ଆସୁଛି ଅନବସର ଦର୍ଶନ। ଆଜି ହେଉଛି ଅନବସରର ଅନ୍ତିମ ଦିବସ। ଆଉ ଅନ୍ତିମ ଦିବସରେ ବ୍ରହ୍ମଧାମ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି। ଯଦି କହିବା ଅନବସର ଦର୍ଶନ ବୋଧହୁଏ ଆଜିର ଶେଷ ଦର୍ଶନ, ଆଉ ଅପେକ୍ଷା କରିବାକୁ ପଡିବ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ଆଉ ଗୋଟାଏ ବର୍ଷ। ଯାହା କୁହାଯାଏ କି ବର୍ଷ ତମାମ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳିଥାଏ, ଅନବସର ସମୟରେ ଗୋଟିଏ ଦିନ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ସମ ପରିମାଣର ପୁଣ୍ୟ ମିଳିଥାଏ। ଏହି ଆଶା ଏହି ବିଶ୍ୱାସ ନେଇ ଦୂର ଦୂରାନ୍ତରରୁ ଛୁଟି ଆସିଥାନ୍ତି ଜଗନ୍ନାଥ ପ୍ରେମୀ ଭକ୍ତମାନେ। ଆଉ ଆଜି ସେଇ ଅନବସର ଦର୍ଶନକୁ ଅପେକ୍ଷା କରିଛନ୍ତି ଭକ୍ତଟିଏ ଶ୍ରଦ୍ଧାଳୁଟିଏ। ହେଉଛି ସିଧାସଳଖ ଚିତ୍ର ଆପଣମାନେ ଦେଖିପାରୁଥିବେ। ଲକ୍ଷାଧିକ ଭକ୍ତଙ୍କର ସମାଗମ ରହିଛି। ଏହାପରେ ବୋଧହୁଏ ସୁସ୍ଥ ହେବା ପରେ ଜଗନ୍ନାଥ ନବଜୀବନ ରୂପରେ ଦର୍ଶନ ଦେବେ ଭକ୍ତମାନଙ୍କୁ ଶ୍ରୀମନ୍ଦିରରେ। କିନ୍ତୁ ଅଲାରନାଥଙ୍କ ଠାରେ ଯେ ଅନ୍ତିମ ଦିବସରେ ଅନବସର ଯାତ୍ରା ଜାରି ରହିଛି, ସିଧାସଳଖ ଅଲାରନାଥଙ୍କ ପୂଜାକୁ ଆମ ସହିତ ଯୋଡ଼ି ହୋଇଛନ୍ତି। ଆଜ୍ଞା, ପ୍ରଥମ ସ୍ୱାଗତ ଜଣାଉଛି। କଣ ରହିଛି ଅନ୍ତିମ ଦିବସର ଅନବସରର ଯୋଉ ନୀତିକାନ୍ତି କଣ ରହିଛି? ଜଗନ୍ନାଥ ଦେଖନ୍ତୁ, ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଅଲାରନାଥଙ୍କର ପୂର୍ଣ୍ଣବ୍ରହ୍ମ ଦର୍ଶନ ହେଇନି। ସବୁବେଳେ ଆପଣ ଦର୍ଶନ କରନ୍ତି ଅଲାରନାଥଙ୍କୁ, ସବୁବେଳେ ଦର୍ଶନ କରନ୍ତି ଆମ ଜଗନ୍ନାଥଙ୍କୁ। କିନ୍ତୁ ଆଜି ଦୁଇ ବ୍ରହ୍ମ ଆଜି ହେଇଛନ୍ତି। ଆଜି ତାର ଅନ୍ତିମ ଦିନ। ଏଇ ଗୋଟିଏ ଦିନ ଦର୍ଶନ କରି ଏତେ ଫଳ ପାଇବେ। ଆପଣ ବର୍ଷ ରତ୍ନ ସିଂହାସନରେ ପ୍ରଭୁଙ୍କୁ ରତ୍ନବିଧି ଦର୍ଶନ କରି ଏତେ ଫଳ ପାଇବେ, ବାପୁରା ବିଶ୍ୱାସ ଅଛି। ଆଜ୍ଞା, ଭକ୍ତଟିଏ ଶ୍ରଦ୍ଧାଳୁଟିଏ ବୋଧହୁଏ ଆଜି ହେଉଛି ଅଲାରନାଥଙ୍କ ଦର୍ଶନର ଯୋଉ ଅନବସରର ଶେଷ ଦର୍ଶନ ଏବଂ କ୍ଷୀରିର ମଧ୍ୟ ଶେଷ କ୍ଷୀରି। ଆଜି ଯଦି କହିବା ଭକ୍ତଟିଏ ସଦାଟିଏ ଯେତେବେଳେ ଅନବସର ସମୟରେ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥାଏ, ବୋଧହୁଏ ଯଦି ଏଇ କ୍ଷୀରି ପ୍ରସାଦ ନ ଖାଇଲେ ସେମାନଙ୍କର ଦର୍ଶନ ଅସମ୍ପୂର୍ଣ୍ଣ ରହିଥାଏ। ଏ କ୍ଷୀରିକୁ ନେଇ କଣ ରହିଛି? ଆଜ୍ଞା ଦେଖନ୍ତୁ, କ୍ଷୀରି ମହାପ୍ରଭୁଙ୍କର ଯେବେ ମହାପ୍ରଭୁ ଗୋଟେ 12 ବର୍ଷ ପିଲା ମଧୁସୂଦନ କ୍ଷୀରି ଗ୍ରହଣ କରିଥିଲେ, ଯାହା 1200 କମା ବ୍ରାହ୍ମଣଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଗ୍ରହଣ କରିନଥିଲେ, ସେ 1212 ବର୍ଷର ଆବଦ୍ଧ ବାଳକ ମହାପ୍ରଭୁଙ୍କୁ କ୍ଷୀରି ଗ୍ରହଣ କରିଥିଲେ। ସେଇ ଦିନଠୁ ମହାପ୍ରଭୁଙ୍କ ହାତରେ ବକ୍ଷରେ ଆଉ ଓଠରେ ମହାପ୍ରଭୁଙ୍କ କ୍ଷୀରିଟା ଫଟକା ଚିହ୍ନ ଅଛି। ଯୋଉ ଛାତିରେ ମହାପ୍ରଭୁ କୌଶବ ମୁଣି ହୀରା ନୀଳା ମୋତି ମାଣିକ ମହାପ୍ରଭୁ ଧାରଣ କରିଥାନ୍ତି, ସେଇ ହାତରେ ମହାପ୍ରଭୁ ସେଇ ଛାତିରେ ମହାପ୍ରଭୁ ସେ ଫଟକା ଚିହ୍ନ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ କ୍ଷୀରି ଭୋଗ ଦର୍ଶନ ଯେତିକି ଫଳ ପ୍ରାପ୍ତି, କ୍ଷୀରି ଭୋଗ ପାଇଲେ ସେତିକି ଫଳ ପ୍ରାପ୍ତି। ଏଠି ଅଲାରନାଥ କହିଲେ କ୍ଷୀରି କିଛି ବୁଝାଏ, ଆଉ କ୍ଷୀରି ଖାଇଲେ ଅଲାରନାଥଙ୍କୁ ବୁଝାଏ। କ୍ଷୀରି ଅଲାରନାଥ ପରିପୂରକ ଦୁଇ ଜଣ। ନିଶ୍ଚିନ୍ତରେ ଅଲାରନାଥ କ୍ଷୀରି କୋଉଠି ନା କୋଉଠି ପରିପୂରକ। ଆମ ସହିତ ଆଉ ଜଣେ ଯୋଡି ହେଇଛନ୍ତି। ଆଜ୍ଞା, ପ୍ରଥମେ ଆମେ ଏମ୍ବିସି ନିଜକୁ ସ୍ୱାଗତ ଜଣାଉଛି। ଅନବସରର ଶେଷ ଦର୍ଶନ ପୁରା ପ୍ରକମ୍ପିତ ହେଇ ପଡିଛି ଅଲାରନାଥଙ୍କ ପୀଠ। ସେପଟେ ଦାରିଦ୍ର୍ୟ ଧୀରେ ଧୀରେ ସୁସ୍ଥ ହଉଛନ୍ତି, ଏପଟେ ଅଲାରନାଥଙ୍କ ପୀଠରେ ସୁଟୁଛି ଭକ୍ତଙ୍କର ସୁଅ। ଇଏ କି ପ୍ରକାର ଲୀଳା? ଆଜ୍ଞା ଆଜ୍ଞା, ସମସ୍ତଙ୍କୁ ନମସ୍କାର। ଆପଣ ମାନେ ଜାଣିଛନ୍ତି ଅଲାରନାଥ ସୁସ୍ଥ ହଉଛନ୍ତି, ସାରା ଓଡିଶାବାସୀ ସାରା ଦେଶବାସୀ ଖୁସି ହଉଛନ୍ତି। କିନ୍ତୁ ଆମେ ଅଲାରନାଥ ପୀଠରେ ଯୋଉମାନେ ଅଛି ଏଠି ବ୍ରହ୍ମଗିରିବାସୀ ଆମର ଆରାଧ୍ୟ ଇଷ୍ଟ ଅଲାରନାଥଙ୍କ ପୀଠରୁ ଜଗନ୍ନାଥଙ୍କର କାଲି ଏଇ ଯୋଉ ଆବିର୍ଭାବ ହେଇଥିଲେ ମୂଳ ପୀଠ ମୂଳ ସ୍ଥାନକୁ ଆସିଥିଲେ। ଜଗନ୍ନାଥଙ୍କର ଆଦି ପୀଠ ହଉଛି ଅଲାରନାଥ ପୀଠ। ଜଗନ୍ନାଥ ପ୍ରଥମେ ଏଇଠି ଲୀଳା କରୁଥିଲେ। ବ୍ରହ୍ମଗିରିର ବ୍ରହ୍ମବନରେ ନୀଳମାଧବଙ୍କ ଦ୍ୱାରା ଉପାସିତ ହୋଇଥିଲେ। ସେ ହଉଛି ନୀଳମାଧବ, ସେ ହଉଛି ଆଦିନାଥ, ସେ ବ୍ରହ୍ମାଙ୍କ ଦ୍ୱାରା ପୂଜିତ, ସେ ହଉଛନ୍ତି ସେ ଶ୍ରୀମନ୍ ନାରାୟଣ ବିଷ୍ଣୁ। ତେଣୁ ସେ ଆଦି ପୀଠରୁ ଜଗନ୍ନାଥ ଲୀଳା କରିବାକୁ ପୁଣି ବଡଦାଣ୍ଡକୁ ଯିବେ। ତଥାପି ବିଶ୍ୱବାସୀ ଖୁସି ହେଲା ବେଳେ ମୁଁ ବ୍ରହ୍ମଗିରିବାସୀ ହିସାବରେ ଅଲାରନାଥଙ୍କର ଟ୍ରାନ୍ସପୋର୍ଟ ମେମ୍ବର ହିସାବରେ ଆମକୁ ଦୁଃଖ ଲାଗୁଛି। ଆମ ପାଖରେ ଯୋଉ ଠାକୁର ଲୀଳା କରୁଥିଲେ, ଆମ ପାଖରେ ଯୋଉ ଶହ ଶହ ଲୋକ ଛୁଟି ଆସୁଥିଲେ, ଆମ ପାଖରେ ଯୋଉ ବଡଦାଣ୍ଡ ଭଳିଆ ଲୋକ ଗହଳି ହଉଥିଲା, ଯୋଉ ଠାକୁର ଆସିଥିଲେ ଲୋକ ଆସିଥିଲେ, ବ୍ରହ୍ମଗିରି ଶ୍ରୀକ୍ଷେତ୍ର ପାଲଟିବୁ ନା କାଲିଠାରୁ ଟିକେ ଲୋକ କମିଯିବେ, ଭକ୍ତ କମିଯିବେ, ଏ ପୀଠରେ ଟିକେ ମାଧୁର୍ଯ୍ୟ କମିଯିବ। ସେଥିପାଇଁ ଆମେ ଟିକେ ଦୁଃଖ ଅନୁଭବ କରୁଛୁ। ଠାକୁର ଆସିଥିଲେ ଆମ ପାଖକୁ ଯିବେ, ଦୁଃଖ ସୁଖ ଯିବା ଆସିବା ଲାଗିଛି। ଠାକୁର ଆସିବେ ପୁଣି ଠାକୁର ଯିବେ। ଠାକୁରଙ୍କର ମୂଳ ଲୀଳା ସ୍ଥାନ ସେ ସୁନ୍ଦର ଭାବରେ ସମ୍ପାଦିତ ହବ। ତଥାପି ସବୁ କଥା ନେଇ ଆଜି ଭକ୍ତମାନେ ଆସିଛନ୍ତି, ସୁରୁଖୁରୁ ଦର୍ଶନ କରୁଛନ୍ତି। ଆପଣ ଜାଣିଛନ୍ତି ଠାକୁରଙ୍କର ମହିମା ଅପାର, ଲୀଳା ଅପାର। ଜଗନ୍ନାଥଙ୍କର ସହିତ ଅଲାରନାଥଙ୍କର ଆହୁରି ଅଧିକା ଦର୍ଶନ ମହାତ୍ମ୍ୟ ରହିଛି। ଯଦି କହିବା ଜଗନ୍ନାଥଙ୍କର ଅର୍ଦ୍ଧଙ୍ଗ ରୂପେ ପରିଚିତ ଅଲାରନାଥ, କୋଉଠି ନା କୋଉଠି ଯେମିତି କହୁଥିଲେ କି ଅନବସରର ଶେଷ ଦର୍ଶନ, ବୋଧେ ଆସନ୍ତା କାଲିକି ଏମିତି ଭକ୍ତଙ୍କର ଗହଳି ନଥିବ, ଭକ୍ତଙ୍କର ସମାଗମ ନଥିବ। କୋଉଠି ଦୁଃଖ ଭରା କୋଳରେ କହିଲା ବେଳକୁ ଆଖିରୁ ବୋଧେ ଆଶ୍ରୁ ଝଡ଼ି ପଡୁଥିଲା। ଆମେ ମଧ୍ୟ ନ୍ୟୁଜ କଲା ବେଳେ ଦୁଃଖ ଲାଗୁଛି, କାରଣ ଏ ଲୀଳା ବୋଧେ ଅଲାରନାଥଙ୍କର ଆଜି ଅନ୍ତିମ ହେବ
ଅନବସର ଲୀଳା କିଛି ଭକ୍ତଙ୍କର ପ୍ରତିକ୍ରିୟା ନେବାକୁ ଚାହିଁବା। ଦେଖିପାରୁଥିବେ ଇଏ ହଉଛି ସିଧାସଳଖ ଅଲାରନାଥ ସମୁଦ୍ର ଦୃଶ୍ୟ। ପ୍ରବଳ ଭକ୍ତରେ ପୁରା ପ୍ରକମ୍ପିତ ହେଉଛି ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ଅଲାରନାଥଙ୍କ ପ୍ରାଙ୍ଗଣ। କଣ କହିବେ ଆଜ୍ଞା, କଣ କହିବେ? କେତେ ବ୍ୟାକୁଳ ଅଛନ୍ତି, କେତେ ଉତ୍କଣ୍ଠା ରହିଛି ଭଗବାନଙ୍କ ଦର୍ଶନ କରିବା ପାଇଁ? 2-3 ଘଣ୍ଟା ହେଲାଣି ଅପେକ୍ଷା କଲେଣି। ବୋଧେ ମନରେ କୋଉଠି ନା କୋଉଠି ଦୁଃଖ ଥିଲେ ମଧ୍ୟ ବ୍ୟାକୁଳ ରହିଛି ଭଗବାନଙ୍କୁ ଦର୍ଶନ କରିବେ। ଅନବସରର ଶେଷ ଦର୍ଶନ ପୁରା ପ୍ରକମ୍ପିତ ହେଉଛି ଅଲାରନାଥଙ୍କ ପୀଠ। ଯଦି କହିବା ସମୟ ଯେତେ ବଢି ବଢି ଚାଲିଛି, ଭକ୍ତଙ୍କର ମାତ୍ରା ସେତେ ବଢି ବଢି ଚାଲିଛି। ଏହାପରେ ସ୍ୱୟଂ ଜଗନ୍ନାଥ ଆଜି ଅଣସରରେ ଦର୍ଶନ ଦେଉଛନ୍ତି ବ୍ରହ୍ମଧାମ ବ୍ରହ୍ମଗିରି ପ୍ରଭୁ ଅଲାରନାଥଙ୍କ ପୀଠଠାରେ। ଆସନ୍ତାକାଲି ଶ୍ରୀମନ୍ଦିରରେ ନବଯୌବନ ରୂପରେ ଦର୍ଶନ ଦେବେ। ତେଣୁ ରଥାରୂଢ କାଳିଆ ସାଆନ୍ତଙ୍କୁ ଲକ୍ଷାଧିକ ଭକ୍ତ ଦର୍ଶନ କରିବେ। ବ୍ରହ୍ମଗିରି କେନ୍ଦ୍ର ପ୍ରଶାନ୍ତ ଅମୂଲ୍ୟଙ୍କ ସହିତ ପ୍ରଶାନ୍ତ କୁମାର ଦାସ।